ମୋର ପ୍ରିୟ ସାଥୀ ବନ୍ଧୁମାନେ, ଯଦି ଗତ କିଛି ସମୟ ଧରି କୌଣସି ବ୍ୟକ୍ତି କ୍ରମାଗତ ଭାବରେ ଆପଣଙ୍କ ରାସ୍ତାରେ ବାଧା ସୃଷ୍ଟି କରୁଛି, ଆପଣଙ୍କର ସଫଳତା ଦେଖି ଜଳୁଛି କିମ୍ବା ଆପଣଙ୍କ ବିରୁଦ୍ଧରେ ଭୁଲ ଚାଲ ଚାଲୁଛି, ତେବେ ଆଜିର ଏହି ସଂକେତଟି ଅତ୍ୟନ୍ତ ବିଶେଷ। ଜ୍ୟୋତିଷୀୟ ଦୃଷ୍ଟିକୋଣରୁ ଗ୍ରହମାନଙ୍କର ପରିବର୍ତ୍ତିତ ସ୍ଥିତି ଆପଣଙ୍କ ସଂଘର୍ଷକୁ ଏକ ନୂତନ ମୋଡ଼ରେ ପହଞ୍ଚାଇପାରେ। ମଙ୍ଗଳ ଆପଣଙ୍କୁ ସାହସ ଦେଉଛି ଏବଂ ଶନି ଆପଣଙ୍କ କର୍ମର ହିସାବକୁ ଦୃଢ଼ କରୁଛନ୍ତି। ଆଉ ସବୁଠାରୁ ବଡ଼ କଥା, ହନୁମାନଜୀଙ୍କର କୃପା ଆପଣଙ୍କ ଆତ୍ମବିଶ୍ୱାସକୁ ଦୃଢ଼ କରିବାର ସଂକେତ ଦେଉଛି। ତେଣୁ ଆଜି ଭୟଭୀତ ହେବାର ନୁହେଁ, ବରଂ ନିଜ କର୍ମ ଉପରେ ବିଶ୍ୱାସ ରଖିବାର ଆବଶ୍ୟକତା ରହିଛି। କାରଣ ଯେତେବେଳେ ବଜରଙ୍ଗବଳୀ ରକ୍ଷା କରନ୍ତି, ସେତେବେଳେ ବିରୋଧୀଙ୍କର ଚାଲ ଆପେ ଆପେ ଦୁର୍ବଳ ହେବାକୁ ଲାଗେ। ଆସନ୍ତୁ ଜାଣିବା ଆପଣଙ୍କ ପାଇଁ ଆଜିର ସମ୍ପୂର୍ଣ୍ଣ ବିଶେଷ ସଂକେତ। ବନ୍ଧୁମାନେ, ଢୋଲନଗାରା ବଜାଇବାର ପ୍ରସ୍ତୁତିରେ ଲାଗିଯାଆନ୍ତୁ। କାରଣ ପୃଥିବୀରେ ପ୍ରଥମ ଥର ପାଇଁ ହନୁମାନଜୀଙ୍କର ଏପରି ସଂକେତ ମିଳୁଛି। ଏବେ ହନୁମାନଜୀ ବାଛି ବାଛି ଆପଣଙ୍କର ଶତ୍ରୁମାନଙ୍କୁ ଶାସ୍ତି ଦେବାକୁ ଯାଉଛନ୍ତି। ହଁ, ଯେଉଁମାନେ ମଧ୍ୟ ଆପଣଙ୍କୁ ହଇରାଣ କରିଛନ୍ତି, ଯେଉଁ ବ୍ୟକ୍ତିମାନେ ଆପଣଙ୍କର ଦୁଃଖ ଯନ୍ତ୍ରଣା ଦେଖି ଆପଣଙ୍କ ଉପରେ ହସୁଥିଲେ, ସେଭଳି ଲୋକମାନେ ଏବେ ଭୟରେ ପଳାଇ ବୁଲିବେ। ତଥାପି ହନୁମାନଜୀ ସେମାନଙ୍କୁ ଛାଡ଼ିବେ ନାହିଁ। କାରଣ ଏବେ ହନୁମାନଜୀ ଆପଣଙ୍କ ଉପରେ ଅତ୍ୟନ୍ତ ଦୟାପର ହୋଇସାରିଛନ୍ତି। ଆପଣଙ୍କ ଶତ୍ରୁମାନଙ୍କ ଅବସ୍ଥା ବିନା ପାଣିର ମାଛ ଭଳି ହେବାକୁ ଯାଉଛି। ହଁ, ହନୁମାନଜୀଙ୍କ ଗଦା ବାଜିଲେ ଶତ୍ରୁମାନେ ବିନା ପାଣିର ମାଛ ପରି ଛଟପଟ ହେବେ। କାରଣ ଏବେ ହନୁମାନଜୀ ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ହୋଇଛନ୍ତି। ତେଣୁ ଆପଣଙ୍କୁ ସମର୍ଥନ କରିବା ପାଇଁ ଏବଂ ଆପଣଙ୍କ ରକ୍ଷକ ଭାବରେ ହନୁମାନଜୀ ଆପଣଙ୍କ ଘରକୁ ଆସି ପହଞ୍ଚିଛନ୍ତି। ହଁ, ଆପଣଙ୍କ ଜୀବନରେ ଏକ ବହୁତ ବଡ଼ ହଲଚଲ ଘଟିବାକୁ ଯାଉଛି। ଆଜି ଦ୍ୱିପ୍ରହରରୁ ଆସନ୍ତା ଘଣ୍ଟା ଭିତରେ ଏଭଳି ଏକ ଘଟଣା ଘଟିବ ଯାହାକୁ ଆପଣ କେବେ ବି ଭୁଲି ପାରିବେ ନାହିଁ। ମୁଁ ଯାହା କହୁଛି, ଆପଣଙ୍କର କୁଣ୍ଡଳୀକୁ ଦେଖି ସମ୍ପୂର୍ଣ୍ଣ ସତ କଥା କହୁଛି। ଦୟାକରି ଏହାକୁ କୌଣସି ପରିହାସ ବା ମଜା ବୋଲି ଭାବନ୍ତୁ ନାହିଁ ଏବଂ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏହି ସହିତ ଜ୍ଞାତାର୍ଥେ ମୁଁ ଆପଣଙ୍କୁ ଜଣାଇବାକୁ ଚାହେଁ ଯେ, ମୋର ପ୍ରିୟ ବନ୍ଧୁମାନେ, ଯଦି ଗତ କିଛି ସମୟ ଧରି ଆପଣଙ୍କୁ ଏଭଳି ଅନୁଭବ ହେଉଥାଏ ଯେ କୌଣସି ବ୍ୟକ୍ତି ଆପଣଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛି, ଆପଣଙ୍କ ଉନ୍ନତିରେ ଜଳୁଛି, ଆପଣଙ୍କ ଖୁସି ଦେଖି ଅସ୍ଥିର ହେଉଛି କିମ୍ବା ବାରମ୍ବାର ଆପଣଙ୍କ ରାସ୍ତାରେ ବାଧା ସୃଷ୍ଟି କରିବାର ପ୍ରୟାସ କରୁଛି, ତେବେ ଆଜିର ଏହି ଭବିଷ୍ୟବାଣୀ କେବଳ ଏବଂ କେବଳ ଆପଣଙ୍କ ପାଇଁ ହିଁ ତିଆରି ହୋଇଛି, ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ବିଶେଷ ଅଟେ। ଦୟାକରି ଏହାକୁ ମଜା ବୋଲି ଭାବନ୍ତୁ ନାହିଁ ଏବଂ ଆରମ୍ଭରୁ ଏକାବେଳେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। କାରଣ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯେତେବେଳେ ଗ୍ରହର ସ୍ଥିତି ବଦଳେ, ସେତେବେଳେ କେବଳ ଭାଗ୍ୟ ହିଁ ବଦଳେ ନାହିଁ, ବରଂ ଆମର ବିରୋଧୀଙ୍କ ଶକ୍ତି ମଧ୍ୟ ଦୁର୍ବଳ ହେବାକୁ ଲାଗେ ଏବଂ ଆମ ଜୀବନ ହଠାତ୍ ବଦଳିବାକୁ ଆରମ୍ଭ କରେ। ସମୟ ବହୁତ କମ୍ ଅଛି ବନ୍ଧୁମାନେ। ଯାହା ଘଟିବାକୁ ଯାଉଛି ତାହା ସାରା ଜୀବନ ମନେ ରଖିବେ, କେବେ ବି ଭୁଲି ପାରିବେ ନାହିଁ। ମହାକାଶରେ ହଠାତ୍ ବହୁତ ବଡ଼ ବଡ଼ ଗ୍ରହ ଗୋଚର କରିଛନ୍ତି। ସେଥିପାଇଁ ଏତେ ବଡ଼ ସଠିକ୍ ସୂଚନା ମୁଁ ଆପଣଙ୍କ ପାଖରେ ପହଞ୍ଚାଉଛି। ଏବଂ ଏହି ସମୟରେ ସବୁଠାରୁ ବଡ଼ ସଂକେତ ମିଳୁଛି ଯେ ହନୁମାନଜୀଙ୍କ ଆଶୀର୍ବାଦ ଏବଂ ତାଙ୍କ କୃପା ଆପଣଙ୍କ ଉପରେ ଅଛି। ଯେତେବେଳେ ହନୁମାନଜୀ ଆପଣଙ୍କ ଉପରେ ଦୟାପର ଥାଆନ୍ତି, ସେତେବେଳେ ଶନିଦେବ ମଧ୍ୟ ଚାହିଁଲେ ଆପଣଙ୍କୁ ଶାସ୍ତି ଦେଇପାରିବେ ନାହିଁ। କାରଣ ହନୁମାନଜୀଙ୍କର ପୂଜାପାଠ କରୁଥିବା ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କର ମଧ୍ୟ ଆଶୀର୍ବାଦ ଥାଏ। ହଁ ବନ୍ଧୁମାନେ, କୁହାଯାଏ ଯେ ଯେଉଁ ବ୍ୟକ୍ତିଙ୍କ ଉପରେ ବଜରଙ୍ଗବଳୀଜୀଙ୍କର କୃପା ହୋଇଯାଏ, ତାଙ୍କ ସାମ୍ନାରେ ନକାରାତ୍ମକ ଶକ୍ତିଗୁଡ଼ିକ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରନ୍ତି ନାହିଁ। ଏବଂ ଆସିବାକୁ ଥିବା ସମୟଟି ଆପଣଙ୍କ ପାଇଁ
ଏତେ ବିଶେଷ ଏବଂ ଲାଭଦାୟକ ହେବ ଯାହାକୁ ଆପଣ କେବେ ବି ଭୁଲି ପାରିବେ ନାହିଁ। ବନ୍ଧୁମାନେ ମହାକାଶରେ ଏତେ ବଡ଼ ବଡ଼ ଗ୍ରହ ଗୋଚର କରିଛନ୍ତି ଯାହାକୁ ଆପଣ ଜନ୍ମ ଜନ୍ମାନ୍ତର ପର୍ଯ୍ୟନ୍ତ ମନେ ରଖିବେ। ସମୟ ବହୁତ କମ୍ ଅଛି ବନ୍ଧୁମାନେ, ମୁଁ ଆଦ ମଜା କରୁଥିବା ମୋଡ଼ରେ ନାହିଁ, ମୁଁ ସତ କଥା କହୁଛି। ଏବଂ ହଁ, ମନେ ରଖିବେ, ଯେତେବେଳେ ଭାଗ୍ୟ ବଦଳେ ସେତେବେଳେ ଦୁନିଆର ଲୋକମାନେ କେବଳ ଚାହିଁ ରହନ୍ତି, କିନ୍ତୁ ଯାହା କିଛି ଆପଣ ପାଉଛନ୍ତି ଆପଣଙ୍କ ଜୀବନରେ ସେ ସବୁ କିଛି ଭଗବାନଙ୍କ ଆଶୀର୍ବାଦ ଏବଂ ଆପଣଙ୍କ ନିଜ ପରିଶ୍ରମ ଦ୍ୱାରା ହିଁ ମିଳୁଛି। ଯଦି ଆମେ ଆପଣଙ୍କ କୁଣ୍ଡଳୀରେ ଗ୍ରହମାନଙ୍କର ପ୍ରଭାବକୁ ଦେଖିବା, ତେବେ ବନ୍ଧୁମାନେ ଆପଣଙ୍କ କୁଣ୍ଡଳୀରେ ଶନି ସଂଘର୍ଷ ଏବଂ କର୍ମର ସଂକେତ ଦିଅନ୍ତି, ଯେତେବେଳେ କି ମଙ୍ଗଳ ସାହସ ଏବଂ ଶକ୍ତିର କାରକ ଭାବରେ ବିବେଚିତ ହୁଅନ୍ତି। ସେହିପରି ଯେତେବେଳେ ଏହି ଗ୍ରହମାନଙ୍କର ପ୍ରଭାବ ଆପଣଙ୍କ ପକ୍ଷରେ ସୃଷ୍ଟି ହୁଏ, ସେତେବେଳେ ଯେଉଁ ଲୋକମାନେ ଆପଣଙ୍କୁ ଦବାଇବାକୁ ଚେଷ୍ଟା କରୁଥିଲେ, ଯେଉଁମାନେ ଆପଣଙ୍କୁ ବର୍ବାଦ କରିବାକୁ ଚେଷ୍ଟା କରୁଥିଲେ, ସେମାନଙ୍କର ଯୋଜନାଗୁଡ଼ିକ କ୍ରମଶଃ ଦୁର୍ବଳ ହୋଇପାରେ ଏବଂ ସେମାନଙ୍କର ତିଆରି କରାଯାଇଥିବା ଜାଲ ନିଜେ ସେହିଠାରେ ହିଁ ଫସିଯାଇପାରେ, କାରଣ ଏହାର ପଛରେ ହନୁମାନଜୀଙ୍କର ଅସୀମ କୃପା ଥାଏ ଏବଂ ଆପଣଙ୍କ ଉପରେ ହନୁମାନଜୀଙ୍କର ଆଶୀର୍ବାଦ ରହିଛି। ତେବେ ଯାଇ ଆପଣଙ୍କ ଜୀବନରେ ସମସ୍ତ ପ୍ରକାରର ଖୁସି ଆପଣଙ୍କ ପାଇଁ ଅପେକ୍ଷା କରି ରହିଛି। ବନ୍ଧୁମାନେ, ମୋର ଏହି ଭବିଷ୍ୟବାଣୀକୁ ଆପଣ ମଜା ବୋଲି ଭାବି ଭୁଲ କରିବେ ନାହିଁ ଏବଂ ଶେଷ ପର୍ଯ୍ୟନ୍ତ ଦେଖିବେ, କାରଣ ଏବେ ଗୋଟିଏ ପରେ ଗୋଟିଏ ସୁଖବର ଆପଣଙ୍କ ପାଇଁ ଅପେକ୍ଷା କରିଛି ଏବଂ ଏବେ ଆପଣଙ୍କ ଜୀବନର ଡୋର ବିଧାତାଙ୍କ ହାତରେ ରହିଛି। ହଁ ବନ୍ଧୁମାନେ, ମୁଁ ମଜା କରୁନାହିଁ, ସତ କଥା କହୁଛି। ସେହିପରି ଯଦି ରାହୁକେତୁଙ୍କ କଥା କୁହାଯାଏ, ତେବେ ହଠାତ୍ ଘଟୁଥିବା ପରିବର୍ତ୍ତନ ଏବଂ ଲୁକ୍କାୟିତ କଥାଗୁଡ଼ିକ ସହିତ ଜଡ଼ିତ ବୋଲି ମାନା ଯାଏ। ହଁ, ତେଣୁ ଆସନ୍ତା ସମୟଟି ଆପଣଙ୍କ ପାଇଁ ଏଭଳି ଏକ ସମୟ ହୋଇପାରେ ଯେତେବେଳେ ଲୁକ୍କାୟିତ ବିରୋଧୀଙ୍କର ସତ୍ୟତା ଆପଣଙ୍କ ସାମ୍ନାକୁ ଆସିବାକୁ ଲାଗିବ ଏବଂ ଆପଣ ଖୁସିରେ ପାଗଳ ହୋଇଯିବେ। ଆଜିର ଭିଡ଼ିଓଟି ସବୁଠାରୁ ଅଲଗା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ ବନ୍ଧୁମାନେ, ଏହାକୁ ଏକାନ୍ତରେ ଦେଖିବେ। ଯେଉଁ ବ୍ୟକ୍ତି ଆପଣଙ୍କ ବିଷୟରେ ଭୁଲ କଥାଗୁଡ଼ିକ ପ୍ରଚାର କରିଥିଲେ, ଆପଣଙ୍କୁ ଓଲଟା ସିଧା କଥା କହିଥିଲେ ଏବଂ ଆପଣଙ୍କୁ ଟିକେ ମଧ୍ୟ ସମ୍ମାନ ଦେଇନଥିଲେ, ଯିଏ ଆପଣଙ୍କ ସଫଳତାକୁ ରୋକିବା ପାଇଁ ସବୁବେଳେ ଚେଷ୍ଟା କରିଥିଲେ, ଯିଏ ଆପଣଙ୍କୁ ମାନସିକ ଭାବରେ ହଇରାଣ କରିଥିଲେ, ଏବେ ସମ୍ଭବତଃ ସେହି ବ୍ୟକ୍ତିର କର୍ମର ପରିଣାମ ତାଙ୍କ ସାମ୍ନାକୁ ଆସିବାକୁ ଲାଗିବ। ହଁ ବନ୍ଧୁମାନେ, କିନ୍ତୁ ମନେ ରଖିବେ, ଆପଣଙ୍କୁ କାହାରି କ୍ଷତିର କାମନା କରିବାକୁ ପଡ଼ିବ ନାହିଁ, କାରଣ ଆପଣଙ୍କୁ ଭଲ କର୍ମ କରିବାକୁ ହେବ। ତେବେ ଯାଇ ବଜରଙ୍ଗବଳୀ ଏବଂ ପ୍ରଭୁ ଶ୍ରୀରାମଜୀଙ୍କ ଆଶୀର୍ବାଦ ପ୍ରାପ୍ତ ହେବ, ସେହିପରି ସୂର୍ଯ୍ୟଦେବ ଏବଂ ମହାକାଳଙ୍କ କୃପା ପ୍ରାପ୍ତ ହେବ ଏବଂ ଆପଣଙ୍କ ଜୀବନରେ ସମସ୍ତ ପ୍ରକାରର ଖୁସି ଆସିବ। ବନ୍ଧୁମାନେ, ମୁଁ ମାନୁଛି ଯେ ବହୁତ ଏଭଳି ଲୋକ ଆପଣଙ୍କ ଜୀବନରେ ଅଛନ୍ତି ଯେଉଁମାନେ ଆପଣଙ୍କୁ ସଫଳ ହେଉଥିବା ଦେଖିବାକୁ ଚାହାନ୍ତି ନାହିଁ, ସଫଳତାକୁ ରୋକିବାକୁ ଚାହାନ୍ତି। ବହୁତ ଏଭଳି ଲୋକ ଅଛନ୍ତି ଯେଉଁମାନେ ମାନସିକ ଭାବରେ ଆପଣଙ୍କୁ ପେଶାନ କରିବାକୁ ଚାହାନ୍ତି, କିନ୍ତୁ ଏବେ ସେହି ବ୍ୟକ୍ତିର କର୍ମର ଫଳ ତାକୁ ମିଳିବାକୁ ଯାଉଛି ଏବଂ ଆପଣଙ୍କୁ ଭଲ କର୍ମର ଭଲ ଫଳ ମିଳିବ। ଏହାର ଯଥେଷ୍ଟ ସମ୍ଭାବନା ଆପଣଙ୍କ କୁଣ୍ଡଳୀରେ ରହିଛି, କାରଣ ପ୍ରକୃତ ଜିତିବା ସେତେବେଳେ ହୁଏ ଯେତେବେଳେ ଆପଣଙ୍କ ଜୀବନ ଆଗକୁ ବଢ଼େ ଏବଂ ବିରୋଧୀମାନେ ଆପେ ଆପେ ପଛରେ ପଡ଼ିଯାଆନ୍ତି। ଏହାକୁ ହିଁ ପ୍ରକୃତ ଜିତ୍ କୁହାଯାଏ। ବନ୍ଧୁମାନେ, ଆଜିର ଭିଡ଼ିଓ ଆପଣଙ୍କ ପାଇଁ କୌଣସି ସାଧାରଣ ଭିଡ଼ିଓ ନୁହେଁ, ବହୁତ ହିଁ ବିଶେଷ ଏବଂ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ ଅଟେ। ଏହାକୁ ମିସ୍ କରିବେ ନାହିଁ ଏବଂ ଆରମ୍ଭରୁ ଏକାବେଳେ ଶେଷ ପର୍ଯ୍ୟନ୍ତ ଦେଖିବେ, କାରଣ ହଠାତ୍ 4ଟି ବଡ଼ ଘଟଣା ଆପଣଙ୍କ ଜୀବନରେ ଘଟିବ ଯାହା ଆପଣଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ରଖିଦେବ। ବନ୍ଧୁମାନେ, ହନୁମାନଜୀଙ୍କର ବିଶେଷ ସଂକେତ ଅର୍ଥାତ୍
ଅମ୍ବନେଲରେ ଦୃଶ୍ୟମାନ ହେଉଥିବା ମାଛ ଆପଣ ଏକ ସଙ୍କେତ ବୋଲି ବୁଝିପାରିବେ ଯାହା ଆପଣଙ୍କ ଶତ୍ରୁମାନଙ୍କର ଅବସ୍ଥା ହେବାକୁ ଯାଉଛି। ବନ୍ଧୁମାନେ ଯେପରି ପାଣି ବିନା ମାଛ ବେଚୈନ ହୋଇଯାଏ, ଛଟପଟ ହେବାକୁ ଲାଗେ, ସେହିପରି ଆପଣଙ୍କର ବିରୋଧୀମାନେ ଆପଣଙ୍କର ଶତ୍ରୁମାନେ ଆପଣଙ୍କର ବଢ଼ୁଥିବା ସଫଳତାକୁ ଦେଖି ବେଚୈନ ହୋଇପାରନ୍ତି ଏବଂ ଉପରୁ ହନୁମାନଜୀଙ୍କ ଆଶୀର୍ବାଦ ମଧ୍ୟ ଆପଣଙ୍କ ଉପରେ ରହିଛି, ଅର୍ଥାତ୍ ଆପଣଙ୍କ ପାଇଁ ସୁନାମରେ ସୁଗନ୍ଧ ଯୋଡ଼ି ହେବା ଭଳି ସମୟ ଆରମ୍ଭ ହୋଇଯାଇଛି। କିନ୍ତୁ ଏହି ସମୟ ପ୍ରତିଶୋଧ ନେବାର ନୁହେଁ, କାରଣ ସମୟ ବହୁତ କମ୍ ଅଛି। ତେଣୁ ନିଜ ଉପରେ କାମ କରନ୍ତୁ। ଏହି ସମୟ ନିଜର କର୍ମକୁ ମଜବୁତ କରିବାର ଅଟେ। ଯଦି ଆପଣଙ୍କ ଜୀବନରେ କ୍ରମାଗତ ବାଧାବିଘ୍ନ ଆସୁଥିଲା, କାମଗୁଡ଼ିକ ମଝିରେ ରହିଯାଉଥିଲା, ଟଙ୍କା ଆସୁ ଆସୁ ଅଟକି ଯାଉଥିଲା, କାମ ହେଉ ହେଉ ବନ୍ଦ ହୋଇଯାଉଥିଲା, ତେବେ ଏହାକୁ ନେଇ ଆପଣଙ୍କୁ ସତର୍କ କରାଯାଇଛି। କିନ୍ତୁ ଲୋକମାନେ ଆପଣଙ୍କ ପରିଶ୍ରମର ଶ୍ରେୟ ନେଇଯାଉଥିଲେ, ତେବେ ଏବେ ପରିସ୍ଥିତିରେ କ୍ରମଶଃ ପରିବର୍ତ୍ତନ ହେବାର ସଙ୍କେତ ମଧ୍ୟ ପ୍ରବଳ ମାନାଯାଉଛି। ମୁଁ ଆପଣଙ୍କୁ ମିଛ କହୁନାହିଁ, ସତ କଥା ହିଁ କହୁଛି, କାରଣ ଏବେ ଘଣ୍ଟା ମଧ୍ୟରେ ବହୁତ ବଡ଼ ଘଟଣା ଘଟିବ। ହଁ, ବନ୍ଧୁମାନେ, ଆପଣଙ୍କ ହୃଦୟକୁ ଛୁଇଁଯିବ ଏତେ ସବୁ ଖୁସି ଭରା ଘଟଣା ଘଟିବାକୁ ଯାଉଛି। ଯେଉଁ ମନୁଷ୍ୟ ଆପଣଙ୍କୁ ତଳକୁ ପକାଇବା ପାଇଁ ସମ୍ପୂର୍ଣ୍ଣ ଶକ୍ତି ଲଗାଇ ଦେଇଥିଲା, ତାକୁ ଜବାବ ଦେବା ପାଇଁ ଆପଣଙ୍କୁ ତାଙ୍କ ଭଳି ହେବାର କୌଣସି ଆବଶ୍ୟକତା ନାହିଁ। ମୁଁ ମାନିପାରେ ଯେ ପଥରକୁ ପଥର ଦ୍ୱାରା ହିଁ ଜବାବ ଦେବା ଉଚିତ, କିନ୍ତୁ ଆପଣ ଶାନ୍ତ ରୁହନ୍ତୁ। ହନୁମାନଜୀ ପଥରକୁ ଲହ ହାତୁଡ଼ିରେ ଜବାବ ଦେଇଛନ୍ତି। ଆପଣଙ୍କୁ କେବଳ ନିଜ ଜୀବନରେ ଆଗକୁ ବଢ଼ି ଚାଲିବାକୁ ହେବ। ଆପଣ କେବଳ ନିଜ ରାସ୍ତାରେ ଚାଲିଥାନ୍ତୁ, ଭଲ କର୍ମ କରୁଥାନ୍ତୁ, ବୟସ୍କମାନଙ୍କ ସେବା କରୁଥାନ୍ତୁ, କାରଣ ବେଳେବେଳେ ଭଗବାନ ଆପଣଙ୍କ ରାସ୍ତାରୁ କୌଣସି ବ୍ୟକ୍ତିଙ୍କୁ ଏଥିପାଇଁ ହଟାଇ ଦିଅନ୍ତି କାରଣ ସେହି ବ୍ୟକ୍ତି ଆପଣଙ୍କ ମଞ୍ଜିଲ ପାଇଁ ଯୋଗ୍ୟ ହିଁ ହୋଇନଥାନ୍ତି। ହଁ ବନ୍ଧୁମାନେ ଯଦି ଏଠାରୁ ଆପଣଙ୍କୁ ଟିକେ ମଧ୍ୟ ଏକାନ୍ତ ଅନୁଭବ ହେଉଥାଏ, ଯଦି ଆପଣଙ୍କୁ ଲାଗେ ଯେ କେହି ଆପଣଙ୍କ କଥା ବୁଝୁନାହିଁ, ତେବେ ଘବରାନ୍ତୁ ନାହିଁ, ବରଂ ନିଜକୁ ଶାନ୍ତ ରୁହନ୍ତୁ। ହନୁମାନଜୀଙ୍କ ଭକ୍ତମାନଙ୍କ ପାଇଁ ଏକ ବହୁତ ନିଅନ୍ତୁ। ପୁରୁଣା ନକାରାତ୍ମକ କଥାଗୁଡ଼ିକୁ ବର୍ତ୍ତମାନର ସମ୍ପର୍କ ବା ନିଷ୍ପତ୍ତି ଉପରେ ହାବି ହେବାକୁ ଦିଅନ୍ତୁ ନାହିଁ। ଉତ୍ସାହରେ ଆବଶ୍ୟକତାଠାରୁ ସାମାନ୍ୟ ଅଧିକ ଟଙ୍କା ଖର୍ଚ୍ଚ କରିବା ଦ୍ୱାରା ବଜେଟ୍ ବିଗିଡ଼ି ଯାଇପାରେ। କିଣାକିଣି କରିବା ପୂର୍ବରୁ ନିଜର ପ୍ରାଥମିକତା ସ୍ଥିର କରନ୍ତୁ। ଏହି ସମୟରେ ଆବଶ୍ୟକତା ଏବଂ ଇଚ୍ଛା ମଧ୍ୟରେ ପାର୍ଥକ୍ୟ ବୁଝିବା ଜରୁରୀ ରହିବ। ଏବଂ ହଁ, କାରୋବାରରେ କିଛି ଉପଲବ୍ଧି ସାମ୍ନାକୁ ଆସିପାରେ। ସୁଯୋଗକୁ ଚିହ୍ନିବା ପରେ ବହୁତ ଅଧିକ ଚିନ୍ତା କରିବା ଦ୍ୱାରା ସମୟ ବାହାରି ଯାଇପାରେ। ଜରୁରୀ ସୂଚନା ସଂଗ୍ରହ କରି ସମୟରେ ନିଷ୍ପତ୍ତି ନେବା ଅଧିକ ଲାଭଦାୟକ ହେବ। ଆଳସ୍ୟ କାରଣରୁ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ହାତରୁ ଖସିଯିବାକୁ ଦିଅନ୍ତୁ ନାହିଁ। ପବ୍ଲିକ୍ ରିଲେସନ୍ ଏବଂ ମିଡିଆ ସହିତ ଜଡ଼ିତ ସୂଚନା ମଜବୁତ କରିବା ଉପରେ ଧ୍ୟାନ ଦିଅନ୍ତୁ। ଲୋକଙ୍କ ସହିତ ସମ୍ପର୍କ ଏବଂ ସଠିକ୍ କମ୍ୟୁନିକେସନ୍ ଆଗାମୀ କାମରେ ସହାୟକ କରିବ। ସେହିପରି ବନ୍ଧୁମାନେ, ଆଜି ପାରିବାରିକ ପରମ୍ପରା ଏବଂ ନିଜର ମୂଳ ଚିନ୍ତାଧାରା ସହିତ ଜଡ଼ିତ ମାମଲାଗୁଡ଼ିକ ଉପରେ ଧ୍ୟାନ ରହିବ। ଘରେ ଶାନ୍ତି ଏବଂ ପାରସ୍ପରିକ ସମ୍ମାନର ପରିବେଶ ବଜାୟ ରହିବ। ଘର ସମ୍ଭାଳୁଥିବା ଲୋକମାନେ ବ୍ୟବସ୍ଥାକୁ ଭଲ ଭାବରେ ବଜାୟ ରଖିବାରେ ବ୍ୟସ୍ତ ରହିବେ। କୌଣସି ଆଧ୍ୟାତ୍ମିକ ବା ଅଭିଜ୍ଞ ବ୍ୟକ୍ତିଙ୍କ ସହିତ ସାକ୍ଷାତ ପ୍ରେରଣା ଦେଇପାରେ। ପୁରୁଣା ସମ୍ପର୍କରେ ଭରସା ବଢ଼ିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କେବଳ ଭାବନାଶୂଳ ହୋଇ ନିଅନ୍ତୁ ନାହିଁ। ସାମାଜିକ ସ୍ତରରେ ଆପଣଙ୍କ ଛବି ଏବଂ ସମ୍ମାନ ଭଲ ହୋଇପାରେ। ଦିନଟି ସାଧାରଣତଃ ସ୍ଥିର ଏବଂ ଶାନ୍ତ ରହିବ ଏବଂ ହଁ, ବଡ଼ ଅଧିକାରୀମାନଙ୍କର ସହଯୋଗ ମିଳିପାରେ। ଅଫିସରେ ଆପଣଙ୍କର ସ୍ଥିର ଏବଂ ବୁଦ୍ଧିମତ୍ତାପୂର୍ଣ୍ଣ ଚିନ୍ତାଧାରା ଲୋକଙ୍କୁ ପ୍ରଭାବିତ କରିବ। କୌଣସି ଅଭିଜ୍ଞ ବ୍ୟକ୍ତି ବା ମେଣ୍ଟରଙ୍କ ପରାମର୍ଶ
ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇପାରେ। କାମରେ ତରବରିଆ ହେବା ପରିବର୍ତ୍ତେ ଯୋଜନା ଅନୁଯାୟୀ ଆଗକୁ ବଢ଼ନ୍ତୁ। ତତ୍କ୍ଷଣାତ୍ ଫଳାଫଳ ନ ମିଳିଲେ ମଧ୍ୟ ନିରାଶ ହୁଅନ୍ତୁ ନାହିଁ। ଦୀର୍ଘକାଳୀନ ଯୋଜନାର ଫାଇଦା ଆଗକୁ ଦେଖାଯାଇପାରେ। ନିଜର ଅଭିଜ୍ଞତା ଏବଂ ବରିଷ୍ଠମାନଙ୍କ ପରାମର୍ଶକୁ ସାଙ୍ଗରେ ନେଇ ଚାଲନ୍ତୁ ତଥା ସମ୍ପର୍କରେ ପରିବାର ଏବଂ ପାରମ୍ପରିକ ମୂଲ୍ୟବୋଧର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ। ପାର୍ଟନରଙ୍କ ସହିତ ସମ୍ମାନ ଏବଂ ସ୍ଥିରତା ବଢ଼ିବ। କୌଣସି ପୁରୁଣା ସମସ୍ୟାର ସମାଧାନ ହୋଇପାରେ। ଅବିବାହିତ ଲୋକଙ୍କୁ ପରିବାରର ମଞ୍ଜୁରୀ ସହିତ ନୂତନ ସମ୍ପର୍କ ମିଳିବାର ସମ୍ଭାବନା ଅଛି। ଭାବନା ଗଭୀର ପାର୍ଟନର ରହିବେ, କିନ୍ତୁ ବଡ଼ ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ। ଭରସା ଏବଂ ବୁଝାମଣା ଦ୍ୱାରା ସମ୍ପର୍କ ମଜବୁତ ହେବ। କୌଣସି ସମ୍ପର୍କକୁ ଭବିଷ୍ୟତର ଦିଗ ଦେବା ଉପରେ ଗମ୍ଭୀର ଆଲୋଚନା ହୋଇପାରେ ଏବଂ ହଁ, ଦିନଚର୍ଯ୍ୟା ବ୍ୟବସ୍ଥିତ ରଖିବା ଜରୁରୀ ହେବ। ଯୋଗ ଏବଂ ଧ୍ୟାନ ଦ୍ୱାରା ମନକୁ ଶାନ୍ତ ରଖିବାରେ ସହାୟତା ମିଳିପାରେ। ପୁରୁଣା ଯନ୍ତ୍ରଣା ବା କ୍ଳାନ୍ତି କମ୍ ଅନୁଭବ ହୋଇପାରେ। ଖାଦ୍ୟ ହାଲୁକା ଏବଂ ସନ୍ତୁଳିତ ରଖନ୍ତୁ। ନିଦ ଏବଂ ବିଶ୍ରାମକୁ ଅଣଦେଖା କରନ୍ତୁ ନାହିଁ। ପୁରୁଣା ଯନ୍ତ୍ରଣା ଲଗାତାର ରହିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ତଥା ଆତ୍ମବିଶ୍ୱାସ ବଢ଼ି ରହିବ। ଅଟକି ରହିଥିବା କାର୍ଯ୍ୟ ହେବାର ସମ୍ଭାବନା ଅଛି। ମିତ୍ରମାନଙ୍କଠାରୁ ସହଯୋଗ ପ୍ରାପ୍ତି ହେବ। ଲୋଭଯୁକ୍ତ ଯୋଜନାଠାରୁ ଦୂରେଇ ରୁହନ୍ତୁ। ଦ୍ୱିପ୍ରହରରେ ଧନର ଅଭାବ ହୋଇପାରେ। ଭଡ଼ାରେ ରହୁଥିବା ଲୋକଙ୍କର ବିବାଦ ହୋଇପାରେ। ପୁରୁଣା ଘା ବା ଆଘାତରୁ କଷ୍ଟ ହୋଇପାରେ। ବାହାରର ଖାଦ୍ୟ ଖାଇବାରୁ ବଞ୍ଚନ୍ତୁ। ସନ୍ଧ୍ୟା ସମୟ ପକ୍ଷରେ ରହିବ। ଆୟରେ ବୃଦ୍ଧି ହେବ ଏବଂ ହଁ, ଲାଭଦାୟକ ବ୍ୟାପାର ଯାତ୍ରା ହୋଇ ପାରେ। ଚାକିରିରେ ଅନିଚ୍ଛାକୃତ କାର୍ଯ୍ୟ କରିବାକୁ ପଡ଼ିପାରେ। ବରିଷ୍ଠମାନଙ୍କର ସହଯୋଗ ଆଗକୁ ବଢ଼ିବାରେ ସହାୟତା କରିବ ତଥା ପ୍ରେମିକଙ୍କ ବ୍ୟବହାର ଅନୁଚିତ ରହିବ। ବୈବାହିକ ଜୀବନରେ ସୁଧାର ଆସିବ। ସେହିପରି ବନ୍ଧୁମାନେ ଆଜି ଗତ ଦିନଗୁଡ଼ିକର କୌଣସି ପରିଶ୍ରମରୁ ଆସ୍ୱୀତି ମିଳିବାର ସମ୍ଭାବନା ଅଛି। ଦୀର୍ଘ ସମୟରୁ ଯେଉଁ ସମସ୍ୟାକୁ ନେଇ ପେଷାନ ଥିଲେ ତାହାର ସମାଧାନ ସାମ୍ନାକୁ ଆସିପାରେ। ଇନକମ୍ ସ୍ଥିତିରେ ମଧ୍ୟ ସୁଧାର ଆସିବାର ସଂକେତ ଅଛି। ଘନିଷ୍ଠ ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କ ସହିତ ଭଲ ସମୟ ବିତାଇବାର ସୁଯୋଗ ମିଳିବ। କଥାବାର୍ତ୍ତା ଏବଂ ମେଳଜୋଳ ଦ୍ୱାରା ମନ ହାଲୁକା ରହିବ। ଛୁଟି ଦିନରେ ପରିବାର ଏବଂ ବନ୍ଧୁମାନଙ୍କ ସହିତ ସମୟ ବିତାଇବା ମାନସିକ ଭାବରେ ମଧ୍ୟ ଭଲ ଲାଗିବ। ଏବଂ ହଁ, ଅନ୍ୟମାନଙ୍କର ସମସ୍ୟା ସମାଧାନ କରିବା ଚକ୍କରରେ ନିଜେ ମୁସ୍କିଲରେ ପଡ଼ନ୍ତୁ ନାହିଁ। କାହାରି କାମରେ ଆବଶ୍ୟକତାଠାରୁ ଅଧିକ ଦାୟିତ୍ୱ ନେବା ଦ୍ୱାରା ପରେ ପରିଶ୍ରମ ବଢ଼ିପାରେ। ପରଖ ନ କରିବା ବା କାହାକୁ ଅଣଦେଖା କରିବାର ନକାରାତ୍ମକ ପ୍ରଭାବ ମଧ୍ୟ ସାମ୍ନାକୁ ଆସିପାରେ। ତେଣୁ ନିଜ ଦାୟିତ୍ୱଗୁଡ଼ିକ ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ଯୁବବର୍ଗଙ୍କୁ ନିଜର ଲକ୍ଷ୍ୟ ଏବଂ ଜରୁରୀ କାମଗୁଡ଼ିକ ଉପରେ ପୂର୍ଣ୍ଣ ଫୋକସ ରଖିବାକୁ ହେବ। ଅନ୍ୟମାନଙ୍କ କଥା କାରଣରୁ ନିଜ ଯୋଜନା ବାରମ୍ବାର ବଦଳାନ୍ତୁ ନାହିଁ ତଥା କାରବାରରେ କିଛି ନୂତନ ସମ୍ପର୍କ ଗଢ଼ି ଉଠିବ ଏବଂ ସେଥିରୁ ଫାଇଦା ମିଳିବାର ସମ୍ଭାବନା ଅଛି। ନିଜ କାମରେ ପୂର୍ଣ୍ଣ ଧ୍ୟାନ ରଖିବା ଦ୍ୱାରା ନୂତନ ଉପଲବ୍ଧି ମିଳିପାରେ। ନିଜର ବ୍ୟାଜନେସ୍ ଯୋଜନା ପ୍ରତ୍ୟେକ ବ୍ୟକ୍ତିଙ୍କ ସହିତ ସେୟାର କରିବାରୁ ବଞ୍ଚନ୍ତୁ। କିଛି ଲୋକ ଆପଣଙ୍କ ଯୋଜନାରେ ବାଧା ସୃଷ୍ଟି କରିବାର ପ୍ରୟାସ କରିପାରନ୍ତି। ଜରୁରୀ ସୂଚନା କେବଳ ଭରସାଯୋଗ୍ୟ ଲୋକଙ୍କ